ଜୟ ଜଗନ୍ନାଥ। ପ୍ରକୃତ ଜୀବନ ସାଥୀର ଆଜି ଅନ୍ତିମ ଅଧ୍ୟାୟ। ଜୀବନସାଥୀ ରୂପକ ନିଜ ଶରୀରର ଧ୍ୟାନ ରଖିବା ନିହାତି ଜରୁରୀ। ତାହା ଅନେକ ପ୍ରକାରରେ ହୋଇଥାଏ। ଉତ୍ତମ ଖାଦ୍ୟ, ଉତ୍ତମ ଚିନ୍ତନ, ସୁକର୍ମ ପ୍ରଭୃତି ଇତ୍ୟାଦି ଇତ୍ୟାଦି। ଆମେ ଆମ ଶରୀର ସହିତ ଯେମିତି ବ୍ୟବହାର କରିବା, ଆମକୁ ପରିଣାମ ଠିକ୍ ସେହିପରି ହିଁ ମିଳିବ। ଆମେ ଆମ ସାଥୀ ଶରୀର ପାଇଁ ଯେତେ ଯତ୍ନବାନ ହେବା, ଆମ ସାଥୀ ଆମ ପ୍ରତି ସେତିକି ଯତ୍ନବାନ ହେବ। ତେଣୁ ତ କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଶରୀରକୁ ସୁସ୍ଥ ରଖିବାକୁ ଆମେ କ'ଣ ଆହାର କରୁଛେ, ଆମେ କେତେ ସମୟ ଆରାମ ଦେଉଛେ, ସେଭଳି ଆମ ସାଥୀ ଶରୀର ଆମକୁ ଜବାବ ଦେବ। ସମସ୍ତେ ସବୁ କହିବେ, କିନ୍ତୁ କେହି କାହାର ଦୁଃଖ ନେଇଯିବେ ନାହିଁ। ନିଜ ଶରୀରକୁ ଯେତେବେଳେ କଷ୍ଟ ହୁଏ, କେବଳ ନିଜକୁ ହିଁ କଷ୍ଟ ହୁଏ, ଅନ୍ୟ କାହାକୁ ନୁହେଁ। ଆମକୁ ମନେ ରଖିବାକୁ ହେବ ଯେ ଆମର ସ୍ଥାୟୀ ଠିକଣା ହେଉଛି ଆମ ଶରୀର। ଆମ ଶରୀର ଆମର ଜମା ପୁଞ୍ଜିର ହିସାବ ଖାତା। ସେହି ହିସାବ ଖାତାର ଆମେ ଜଣେ ଜଣେ ଚତୁର ଅଭିଲେଖ ଭାବରେ ସେ ଖାତାର ମୂଲ୍ୟାଙ୍କନର ଗୁରୁ ଦାୟିତ୍ୱ ନେବା ଦରକାର। କାରଣ ଶରୀର ହେଉଛି ଆମର ପ୍ରକୃତ ଜୀବନସାଥୀ। ତେଣୁ ନିଜ ଶରୀର ପ୍ରତି ଆମେ ଯେତେ ଯତ୍ନବାନ ହେବା, ଆମ ଶରୀର ସେତେ ସୁସ୍ଥ ରହିବ। ତେଣୁ ପ୍ରକୃତ ଜୀବନସାଥୀକୁ ଭଲ ପାଅ, ନିଜକୁ ନିଜେ ଚିହ୍ନିବାକୁ ଚେଷ୍ଟା କର। ପ୍ରକୃତ ସାଥୀର ସେବାରେ ନିଜକୁ ନିୟୋଜିତ କରି ନିଜକୁ ସାହାଯ୍ୟ କରିବାକୁ ଚେଷ୍ଟା କର। ନିଜ ପାଇଁ ଯତ୍ନବାନ ହେବା, ସୁସ୍ଥ ରହିବା, ସୁସ୍ଥ ସମାଜ ଗଠନ କରିବା।